ପିଲାମାନେ ତୁମେ ମାନେ କିପରି ଅଛ? ଆଶା କରୁଛି ତୁମେ ମାନେ ଭଲରେ ଥିବ। ଆଜି ଆମେ ନୀତି ଶିକ୍ଷା ବହିର ପ୍ରଥମ ଅଧ୍ୟାୟ ସତ୍ୟର ଜୟ ପଢ଼ିବା। ତ ଚାଲ ପଢ଼ିବା ଏବେ। ପଢ଼ିଦେଲା। ଅନେକ ଦିନ ତଳର କଥା। ବଉଳା ବୋଲି ଗାଈଟିଏ ଥିଲା। ସବୁଦିନେ ସେ ପାଖ ଜଙ୍ଗଲକୁ ଚରିବାକୁ ଯାଉଥିଲା। ସକାଳୁ ଯାଏ, ସନ୍ଧ୍ୟାକୁ ଘରକୁ ଫେରିଆସେ। ଦିନେ ସନ୍ଧ୍ୟାବେଳେ ବଉଳା ଘରକୁ ଫେରୁଛି। ତା ଆଗରେ ଗୋଟିଏ ମହାବଳ ବାଘ ଠିଆ ହେଲା। ବାଘ ଆକ୍ରମଣ କରିବା ଦେଖି ବଉଳା କହିଲା, ଦେଖ, ମୋ ଛୁଆ ସକାଳୁ କ୍ଷୀର ଖାଇନାହିଁ, ଭୋକରେ ଆଉଟୁ ପାଉଟୁ ହେଉଥିବ। ମୁଁ ଯାଇ ତାକୁ କ୍ଷୀର ଖୁଆଇ ତୁମ ପାଖକୁ ଫେରି ଆସିବି। ବାଘ କହିଲା, ମୁଁ ତୋତେ କିପରି ବିଶ୍ୱାସ କରିବି? ବଉଳା କହିଲା, ମୁଁ ସତ୍ୟ କହୁଛି, ନିଶ୍ଚୟ ଫେରି ଆସିବି। ବାଘ ବଉଳାକୁ ଛାଡ଼ିଦେଲା। ବଉଳା ଯାଇ ତା ଛୁଆକୁ କ୍ଷୀର ଦେଲା। ତାକୁ ବୁଝାସୁଝା କରି ବାଘ ପାଖକୁ ଫେରି ଆସିଲା। ବାଘ ଜଙ୍ଗଲରେ ଜଗି ବସିଥିଲା। ବଉଳାର ସତ୍ୟନିଷ୍ଠ ଦେଖି ତାର ମନ ବଦଳିଗଲା। ବଉଳାକୁ ନ ଖାଇ ସେ ଛାଡ଼ିଦେଲା। ମନ ଖୁସିରେ ବଉଳା ତା ଛୁଆ ପାଖକୁ ଫେରି ଆସିଲା। ଏଥିରୁ ଆମେ କ'ଣ ଶିଖିଲେ ପିଲାମାନେ? ଜୀବନରେ ଯେତେ ଅସୁବିଧା ପଡ଼ିଲେ ବି ସତ୍ୟଭ୍ରଷ୍ଟ ହେବ ନାହିଁ। ହେଲା, ଦିଗ ସବୁ ପଢ଼ିଦେଲେ। ଆମେ ଏବେ ପ୍ରଶ୍ନ ଉତ୍ତର ବି କରିଦେବା। ହେଲା, ପ୍ରଶ୍ନ ଉତ୍ତର କ'ଣ ଦେଇଛି ସବୁ? ପ୍ରଥମ ପ୍ରଶ୍ନ କ'ଣ ଅଛି? ପ୍ରଥମ ପ୍ରଶ୍ନ ହେଲା, 1 ନମ୍ବର ପ୍ରଶ୍ନ ହେଲା, କ ବାଘ ବଉଳାକୁ ଦେଖି କ'ଣ କହିଲା? ଏହି ଗଳ୍ପରୁ ଜଣାପଡ଼ୁଛି କି ବାଘ ଖୁବ୍ ଭୋକିଲା ଥିଲା, ତେଣୁ ସେ ବଉଳାକୁ ଦେଖି ତାର ଶିକାର କରିବ ବୋଲି କହିଥିଲା। ବଉଳା ବାଘକୁ କ'ଣ କହିଲା? ବଉଳା ବାଘକୁ କହିଲା, ଏଇଟା ହେଲା ଖ ନମ୍ବର ପ୍ରଶ୍ନ। ବଉଳା ବାଘକୁ କ'ଣ କହିଲା? ଖ ନମ୍ବର ପ୍ରଶ୍ନ, ବଉଳା ବାଘକୁ କହିଲା, ଦେଖ, ମୋ ଛୁଆ ସକାଳୁ କ୍ଷୀର ଖାଇ ନାହିଁ, ଭୋକରେ ଆଉଟୁ ପାଉଟୁ ହେଉଥିବ। ମୁଁ ଯାଇ ତାକୁ କ୍ଷୀର ଖୁଆଇ ତୁମ ପାଖକୁ ଫେରି ଆସିବି। ହେଲା, ବଉଳା ଏଇଟା ବାଘକୁ କହିଲା। ବାଘ ମନ କାହିଁକି ବଦଳିଗଲା? ବଉଳାର ସତ୍ୟ ନିଷ୍ଠା ଦେଖି ବାଘର ମନ ବଦଳିଗଲା। ହେଲା, ଏ ଗଳ୍ପରୁ ତୁମେ କ'ଣ ଶିଖିଲ? ଏ ଗଳ୍ପରୁ ଆମେ ଶିଖିଲୁ କି ଜୀବନରେ ଯେତେ ଅସୁବିଧା ପଡ଼ିଲେ ବି ସତ୍ୟଭ୍ରଷ୍ଟ ହେବ ନାହିଁ। ହେଲା, ଏଇଟା ହେଲା ଘ ନମ୍ବର ପ୍ରଶ୍ନର ଉତ୍ତର ଥିଲା। ଶୂନ୍ୟସ୍ଥାନ ପୂରଣ କର। ଶୂନ୍ୟସ୍ଥାନ ପୂରଣ କର। କ ହେଲା, ବଉଳା ଡ୍ୟାସ୍କୁ ଚରିବାକୁ ଯାଉଥିଲା। ବଉଳା ଜଙ୍ଗଲକୁ ଚରିବାକୁ ଯାଉଥିଲା। ଖ ନମ୍ବର ପ୍ରଶ୍ନ, ବାଘ ଡ୍ୟାସ୍କୁ ଛାଡ଼ିଦେଲା। ବାଘ ବଉଳାକୁ ଛାଡ଼ିଦେଲା। ଗ ନମ୍ବର ପ୍ରଶ୍ନ, ବଉଳାର ସତ୍ୟନିଷ୍ଠା ଦେଖି ତାର ମନ ବଦଳିଗଲା। ହେଲା, ସେଠି ଡ୍ୟାସ୍ ପୂରଣ କ'ଣ ଥିଲା? ଶୂନ୍ୟସ୍ଥାନ ସତ୍ୟନିଷ୍ଠା ଆମେ ଲେଖିବା। ମନ ଖୁସିରେ ଡ୍ୟାସ୍ ତା ଛୁଆ ପାଖକୁ ଗଲା। ମନ ଖୁସିରେ ବଉଳା ତା ଛୁଆ ପାଖକୁ ଗଲା। ହେଲା, ଏବେ ଠିକ୍ ବାକ୍ୟ ପାଖରେ ଠିକ୍ ଚିହ୍ନ ଦିଅ, ଲେଖା ହେଇଛି। ଆମେ ସେମିତି କ'ଣ କହିବା? ବଉଳା ଯାଇ ତା ଛୁଆକୁ କ୍ଷୀର ଦେଲାନି। ଏଇଟା ଠିକ୍ ନା ଭୁଲ? କୁହ ତ ପିଲେ, ତମେ ତମର କରିବ। ଠିକ୍ ନା ଭୁଲ ଏଇଟା? ବଉଳା ଯାଇ ତା ଛୁଆକୁ କ୍ଷୀର ଦେଲାନି, ଏଇଟା ଭୁଲ। ବଉଳା ଯାଇକି ତା ଛୁଆକୁ କ୍ଷୀର ଦେଇଥିଲା, ତେଣୁ ଏଇଟା ଭୁଲ। ତ ବଉଳାର ସତ୍ୟନିଷ୍ଠା ଦେଖି ବାଘର ମନ ବଦଳିଗଲା, ଏଇଟା ଠିକ୍। ତେଣୁକରି ଏଇଟା ଠିକ୍ ମାରିବ। ହେଲା, ଜୀବନରେ ଯେତେ ଅସୁବିଧା ପଡ଼ିଲେ ବି ସତ୍ୟଭ୍ରଷ୍ଟ ହେବ ନାହିଁ। ଏଇଟା ବି ଆମେ ଏଇ ଗପରୁ ଆମେ ଏଇଟା ଶିଖିଥିଲେ। ତେଣୁକରି ଏଇଟା ହେଲା ଠିକ୍ ଶବ୍ଦ, ଆଉ ଆମେ ଠିକ୍ ବାକ୍ୟଟା, ଆମେ ତାକୁ ଠିକ୍ ଚିହ୍ନ ଦେବା। ହେଲା, ଏତିକି ହେଲା ତମର ପ୍ରଶ୍ନ ଉତ୍ତର ଥିଲା। ପିଲାମାନେ, ତୁମକୁ କିପରି ଲାଗିଲା ମୋର ପଢ଼େଇବା ଆଉ ପ୍ରଶ୍ନ ଉତ୍ତର ଏସବୁ ମୋତେ କହିବ, କମେଣ୍ଟ ବକ୍ସରେ କହିବ। ଆଉ ମୋ ଚ୍ୟାନେଲକୁ ଲାଇକ୍ କରିବ, ଆଉ ସବସ୍କ୍ରାଇବ୍ ବି କରିବା ଭୁଲିବନି। ହଉ, ରହିଲି। ଧନ୍ୟବାଦ।